ଯୁଗର ସେଇ ଅଜ୍ଞାନତାର କାଳ ଉପେକ୍ଷା କରି ଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଏବେ ସମସ୍ତଙ୍କୁ ଜଣାଉଛନ୍ତି। ମୋର ଭାଇ ଭଉଣୀ ମାନେ, ସେ କୋଉ ଧର୍ମର ହଉ, କୋଉ ଜାତିର ହଉ, କୋଉ ଭାଷାରେ ହଉ, ସେ କୋଉଠି ଥାଉ, ଏବେ ସମସ୍ତଙ୍କୁ ଜଣାଉଛନ୍ତି କ'ଣ କରିବା ପାଇଁ? ମନ ପରିବର୍ତ୍ତନ କରିବା ପାଇଁ। ମନ ପରିବର୍ତ୍ତନ, ଧର୍ମ ପରିବର୍ତ୍ତନ ନାହିଁ। କ'ଣ ପରିବର୍ତ୍ତନ? ମନ ପରିବର୍ତ୍ତନ କରିବା ପାଇଁ ଜଣାଉଛନ୍ତି ସମସ୍ତଙ୍କୁ। ସେ ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି। ପ୍ରଭୁ ବିଚାର କରିବା ପୂର୍ବରୁ, ଦଣ୍ଡ ଦେବା ପୂର୍ବରୁ ସମସ୍ତଙ୍କୁ ଗୋଟେ ସୁଯୋଗ ଦେଉଛନ୍ତି। ତାର ପରେ ବିଚାର ହବ। ପ୍ରଭୁ ଏମିତି ସହଜରେ କାହାର ବିଚାର କରିବେ ନାହିଁ। ସୁଯୋଗ ଦେବେ, ବାରମ୍ବାର ସୁଯୋଗ ଦେବେ, ଥରେ ସୁଯୋଗ ଦେବେ, ଦୁଇଥର ସୁଯୋଗ ଦେବେ, ତିନିଥର ସୁଯୋଗ ଦେବେ, ଦରକାର ପଡ଼ିଲେ 4 ଥର ମିଶା ସୁଯୋଗ ଦେବେ। କିନ୍ତୁ ତାପରେ ଆଉ ସୁଯୋଗ ଦେବେନି। ବିଚାର କରିବା ପରେ ସୁଯୋଗ ଦେବେ। ସମସ୍ତଙ୍କୁ ଜଣାଉଛନ୍ତି ମନ ପରିବର୍ତ୍ତନ କରିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କର ବି ମନ ପରିବର୍ତ୍ତନ ହେଇଛି କି ନାହିଁ ଦେଖନ୍ତୁ। ମନ ପରିବର୍ତ୍ତନ ହେଉଛି କି ନାହିଁ ଦେଖନ୍ତୁ। ହେଉଛି କି ନାହିଁ? କାରଣ ସମସ୍ତଙ୍କୁ ସୁଯୋଗ ଦିଅନ୍ତି। ଆପଣ ଯଦି ଦେଖିବେ ଦ୍ୱିତୀୟ ପିତର 3 ପର୍ବ 9 ପଦ, ଦ୍ୱିତୀୟ ପିତର 3 ପର୍ବ 9 ପଦ। କେତେ ଜଣ ଭାବୁଛନ୍ତି ଯେ ପ୍ରଭୁ କାହିଁକି ଆସୁନାହାନ୍ତି? କେତେ ଜଣ ଗୀତ ଗାଇଲୁ କି ନାହିଁ? ଖେଟି ଦେବାଇବେ ମୋର, ଏବେ ଗାଉନୁନି, ଆସୁ ତ ନାହାନ୍ତି। ସେ ଗୀତ ଯେବେ ବାହାରିଲା ସବୁ ବୁଡ଼ୁତୁ ନାଚି କରି ସବୁ ସାଇଲେଣ୍ଟ ଧରିଲା ପରେ ନାଚିଦେଲୁ। ଖେଟି ଦେବାବେ, ହେଦେ ଖେଟି ଦେବାବେ, ହେଦେ ଆଇଲା ଏବେ। ବିଳମ୍ବ ହେଲା ତ କେତେ ଜଣ ଭାବୁଛନ୍ତି ବିଳମ୍ବ ବୋଲି। ଯେପରି କେତେକ ଭାବନ୍ତି ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବି ନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି। ଏହା ଇଚ୍ଛା କରି, ଏଇଟା ଇଚ୍ଛା କରି, ଏ ଗୋଟେ ବିଷୟ ଇଚ୍ଛା କରି ସେ କ'ଣ ହେଇଛନ୍ତି? ଦୀର୍ଘ ସହିଷ୍ଣୁ। କାହିଁକି? ଯେପରି ସମସ୍ତେ ମନ ପରିବର୍ତ୍ତନ କରିବେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଚାହୁଁଛନ୍ତି ଜଣେ ଲୋକ ମିଶା ନରକକୁ ନ ଯାଆନ୍ତୁ। ଜଣେ ଲୋକ ବି ନରକକୁ ନ ଯାଆନ୍ତୁ, ଏଇଟା ପ୍ରଭୁ ଚାହୁଁଛନ୍ତି। ସମସ୍ତେ ମନ ପରିବର୍ତ୍ତନ କରନ୍ତୁ। ସମସ୍ତେ ମନ ପରିବର୍ତ୍ତନ କରନ୍ତୁ। ଏଇଟା ସେ ଇଚ୍ଛା କରୁଛନ୍ତି। ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି, ବାରମ୍ବାର ସୁଯୋଗ ଦେଉଛନ୍ତି। ଧର୍ମ ପରିବର୍ତ୍ତନ କରିବା ପାଇଁ ନାହିଁ, ଜାତି ପରିବର୍ତ୍ତନ କରିବା ପାଇଁ ନାହିଁ, ନା ପରିବର୍ତ୍ତନ କରିବା ପାଇଁ ନାହିଁ। କ'ଣ ପରିବର୍ତ୍ତନ? ମନ ପରିବର୍ତ୍ତନ କରିବା ପାଇଁ ସୁଯୋଗ ଦେଉଛନ୍ତି। ଥରେ ନାହିଁ, ବାରମ୍ବାର ସୁଯୋଗ ଦେଉଛନ୍ତି। କିନ୍ତୁ ଆମେ ପରିବର୍ତ୍ତନ ହେଉଛୁ କି? ଯେତେବେଳେ ସୁସମାଚାର କାର୍ଯ୍ୟ ସମାପ୍ତ ହେବ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପହଞ୍ଚିଯିବ, ତାପରେ ସେ ମେଘମାଳାରେ ଆଗମନ କରିବେ। ମନେ ରଖିଥାନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ଯଦି ସୁବିଧା ହେବ ବାହାରେ ଆଉ କିଛି ଚେୟାର ପକାଇ ଦିଅନ୍ତୁ। ଯଦି ଆଉ କିଛି ଚେୟାର ଅଛି, ଯଦି ଅଛି ବୋଲିକରି କହିଲେ ପକାଇଥାନ୍ତୁ। ହେଲା, ଆନନ୍ଦ ଗୋଟେ 50ଟା ପରେ ପକାଇଥାନ୍ତୁ। ଭଡ଼ା ମୁଁ ମାଗିଦେବି, ଭଉଣୀ ମାନେ ଦେବେ। ଭଉଣୀ ମାନେ ଦେବେ, ହସିଦେଲେ ବୋଲି ଦେବେ ନାହିଁ ବୋଲି ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଆଦିବାସୀ ଲୋକ, ସାହେବ କୁଟାକୁ ଦେବୁ କି? ଦେବୁନି ହେଲା। କେତେ ବଢ଼ିଆ ଦେଖ, ଆମର ଭାଇ ସାହେବ ଭାଇ ଗୋଟେ ଅଛନ୍ତି ଏଠି। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକକୁ ଆଶୀର୍ବାଦ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ପ୍ରାର୍ଥନା ସହିତ ଶୁଣିବା। କାହିଁକି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପୂର୍ବରୁ ସେ ସମସ୍ତଙ୍କୁ ଗୋଟେ ସୁଯୋଗ ଦେଉଛନ୍ତି। କ'ଣ ପାଇଁ? ମନ ପରିବର୍ତ୍ତନ। ଟିକେ ଦେଖ, ତୁମର ମନ ପରିବର୍ତ୍ତନ ହେଇଛି କି ନାହିଁ ଦେଖ। ତୁମେ ଦେଖ। ଏବେ ମଣ୍ଡଳୀକୁ ସମସ୍ତଙ୍କୁ ପ୍ରଭୁ ସୁଯୋଗ ଦେଉଛନ୍ତି। ଟିକେ ଦେଖ ତୁମର ମନ ପରିବର୍ତ୍ତନ ହେଇଛି କି ନାହିଁ। ଆମର ବାକି ସବୁ ପରିବର୍ତ୍ତନ ହେଇଗଲା। ଘର ପରିବର୍ତ୍ତନ ହେଲା କି ନାହିଁ? ଘର ପରିବର୍ତ୍ତନ ହେଇଗଲା। ଗାଡ଼ି ପରିବର୍ତ୍ତନ ହେଇଗଲା। ଶାଢ଼ୀ ପରିବର୍ତ୍ତନ ହେଇଗଲା। ବହୁତ ବିଷୟ ଆମର ପରିବର୍ତ୍ତନ ହେଇଛି। ପିନ୍ଧାଗଡ଼ ମିଶା ପରିବର୍ତ୍ତନ ହେଇଯାଇଛି, ବହୁତ ପରିବର୍ତ୍ତନ। କିନ୍ତୁ ଯୋଉଟା ପରିବର୍ତ୍ତନ ହେବା କଥା ସେଟା ଆକା ପରିବର୍ତ୍ତନ ହେଇ ନାହିଁ। ସେଟା ପରିବର୍ତ୍ତନ, ମନ ପରିବର୍ତ୍ତନ ହେଲେ ମନକୁ କିଏ ଦେଖୁଛି? ଖାଲି କହିଲା ବେଲେ ଡଙ୍ଗର ପଡ଼ିଲେ ସବୁ ଦେଖବାଏ, ମନ ପଡ଼ିଲେ କିଏ ଦେଖବାଏ? ମନ ପଡ଼ାଇ ହେଉଛନ୍ତି।
প্রিয় ভাই ভଉଣୀ ମାନେ ଏ କଥା ମାନେ ନାହିଁ, ମନ ପଢ଼ାପଢ଼ି ନାହିଁ, ମନ କେମିତି ଅଛି ସେଟା ଆଗେ ଦେଖନ୍ତୁ। ଆଜି ପ୍ରଭୁ ଆମର ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି ତାଙ୍କର ଉପସ୍ଥିତିରେ ବସିବା ପାଇଁ, ନିଜକୁ ଦେଖିବା ପାଇଁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପ୍ରକାର ସ୍ୱର୍ଗାରୋହଣ କରିଛନ୍ତି ସେ ପୁଣି ଥରେ ସେଇ ପ୍ରକାର ଆସିବେ। କିନ୍ତୁ ତାରି ଭିତରେ କ'ଣ ଅଛି ଯେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ଯିବାର ଅଛି, ସମସ୍ତେ ଶୁଣିବାର ଅଛି। ମରବା ପୂର୍ବରୁ ସମସ୍ତେ ଶୁଣିଥିବାର ଅଛି। ମରଲା ପରେ ଆଉ କିଛି କରିହେବ ନାହିଁ, ମରଲା ପଛେ କିଛି କରିହେବ ନାହିଁ। କାନ୍ଦି କାନ୍ଦି ପ୍ରାର୍ଥନା କଲେ ରୋକିବା ପାଇବ ନାହିଁ। ଆମର ଘରେ କିଏ ମରି ଯାଇଛନ୍ତି କି ନାହିଁ, ମଦ ପିଇ କରି ଜୁଆ ଖେଳି ପାପ କରି କରି ଆମେ ତାଙ୍କ ପାଇଁ ଦିନ ରାତି କାନ୍ଦି କାନ୍ଦି ପ୍ରଭୁ ତାଙ୍କୁ ସ୍ୱର୍ଗେ ଜାଗା ଦିଅ ରାଜା, କୋନେ ହେଲେ ଜାଗା ଦିଅ ରାଜା, ତମର ଗୋଡ଼ ତଳେ ହେଲେ ଜାଗା ଦିଅ ରାଜା, କୁଇ ମିଶା ଜାଗା ଦିଅ ରାଜା। ଜାଗା ମିଳିବ ନାହିଁ। ଯାହା ବଞ୍ଚିଥିଲା ବେଳା କରିବାର ଅଛି, ତାପରେ କିଛି ହେବ ନାହିଁ। ଆମକୁ ଯଦି ପାପ ଛାଡ଼ିବାର ଅଛି ଏବେ ଛାଡ଼ିବାର ଅଛି। ଏବେ ଯେବେ ଆମର ଘରେ କିଏ ମରିଯିବ କି ନାହିଁ, 3 ଦିନିଆ ଦିନେ ଏ ବାବୁ ସବୁ ଲୋକ ପ୍ରାର୍ଥନା, ପ୍ରଭୁ ଏ ଫାଲନାକୁ ରାଜା, ନହେଲେ ଫାଲନିକୁ, ପ୍ରଭୁ ଏ ଫାଲନିକୁ ରାଜା, ତୁମର ସ୍ୱର୍ଗରେ ଜାଗା ଦିଅ ରାଜା। ଏମିତି ପ୍ରାର୍ଥନା କଲେ ସେ ଘର ଲୋକ ଶ୍ରଦ୍ଧା ହେଇଯିବେ। ଯାହା ହଉ ପ୍ରାର୍ଥନା ଅଲପ କଲେ ଆମର ଘର ମଲା ଲୋକ ପାଇଁ ସ୍ୱର୍ଗ ଜାଗା। କାହାକୁ ଜାଗା ମିଳିବ? ପ୍ରଭୁ କହେ ରେ କାଲିଆ ମୁଆ ତୋକେ ମିଳିବ କି ନାହିଁ, ତୋଟା ଦେଖ। ଲୋକେ ଜାଗା ମାଗି ଦଉଛି, କିଛି ହେବ ନାହିଁ। ବଞ୍ଚିଥିଲା ବେଳେ ପ୍ରଭୁ ସମସ୍ତଙ୍କୁ ଯଥେଷ୍ଟରୁ ଅଧିକ ସୁଯୋଗ ଦେଉଛନ୍ତି। ଆମେ କେତେ ପରେ ବାକ୍ୟ ଶୁଣିଛୁ, ପ୍ରିୟ ଭାଇ ଭଉଣୀ ମାନେ ଜଣେ ବିଡି କରି ଆସିଛନ୍ତି, 3 ବର୍ଷ କି 4 ବର୍ଷ ବିଡି ପଢ଼ି ଆସିଛନ୍ତି। ଆମେ କେତେ ବର୍ଷ ବାଇବେଲ ପଢ଼ି ଶୁଣିଲୁନି? 40 ବର୍ଷ ଲେଖା। କେବଳ ଖ୍ରୀଷ୍ଟିଆନ 40 ବର୍ଷ। ଦିନ ବେଳେ ଆଜ୍ଞା କହୁଥିଲେ ସେ 30 ବର୍ଷ ହେଲା ପ୍ରଚାର କରୁଛନ୍ତି। କେତେ ବର୍ଷ? 30 ବର୍ଷ। ବୋଲେ କେତେ ପ୍ରଚାର କରୁଛନ୍ତି ଭାବି ଦେଖ। 30 ବର୍ଷ ଖାଲି ମଣ୍ଡଳୀକୁ ପ୍ରଚାର କରୁଛନ୍ତି ବୋଲେ ତମାନେ 30 ବର୍ଷ ଲେଖା ବାକ୍ୟ ଶୁଣିଲ। ମୁଇଁ ତ 35 ବର୍ଷ ହେଲା ପ୍ରଚାର କରୁଛି। ମୋତେ ଯେତେବେଳେ 18 ବର୍ଷ ହେଇଥିଲା ମୁଁ ପ୍ରଚାର କାମ ଆରମ୍ଭ କଲି। ଏବେ ମୋତେ ହେଲା 53, ମାନେ 35 ବର୍ଷ ପ୍ରଚାର କଲିବେ। ବୋଲେ କେତେ ପ୍ରଚାର କରିଥିବି? ମାନେ ମୋଠୁ ବାକ୍ୟ ଶୁଣିବା ଲୋକ ଅଧିକ ଜ୍ଞାନୀ ଥିବେ। କାରଣ 35 ବର୍ଷ ଶୁଣିଲେବେ। ହିସାବ ନେବେ କି ନାହିଁ ପ୍ରଭୁ? ବାଇବଲରେ କୁହାଯାଉଛି ଯାହାକୁ ଯେତିକି ଦିଆ ହେଇଥିବ ତାଠୁ ସେତିକି ହିସାବ ମିଶା ନିଆଯିବ। ଯାହାକେ ଦିଆହେଇଛି ତାକୁ ହିସାବ ନିଆଯିବ। ତ ଆପଣ ଭାବନ୍ତୁ ନାହିଁ ବର୍ତ୍ତି ଯିବେ ବୋଲି। ପ୍ରଭୁ ବିଚାର କରିବା ପୂର୍ବରୁ ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି, ଥରେ ଶୁଣିଥାଅ, ବଦଳି ଯାଇଥାଅ ବୋଲିକରି। ଆପଣ ଯଦି ଦେଖିବେ ମନ ପରିବର୍ତ୍ତନ ଖ୍ରୀଷ୍ଟିଆନ ଜୀବନର ଆରମ୍ଭ ଅଟେ, ଆଉ ଖ୍ରୀଷ୍ଟିଆନ ଜୀବନର ଶେଷ ମଧ୍ୟ ଅଟେ। ଶେଷ ଯାଏ ମନ ପରିବର୍ତ୍ତନ କରିବା ଅଛି। ମସ୍ତ ଆପଣ ଦେଖିବେ ପ୍ରକାଶିତ ବାକ୍ୟ 2 ପର୍ବ 4 ପଦ 5 ପଦ। ପ୍ରକାଶିତ ବାକ୍ୟ 2, 4, 5। ତଥାପି ତୁମ ବିରୁଦ୍ଧରେ, କାହା ବିରୁଦ୍ଧରେ? ଏଟା ଏଫେସୀୟ ମଣ୍ଡଳୀ ବିରୁଦ୍ଧରେ। ତଥାପି ତୁମ ବିରୁଦ୍ଧରେ ଆମର ଏହି କଥା ଅଛି, ତୁମେ ଆପଣ ଆଦ୍ୟ ପ୍ରେମ, ଆଗ ଯେମିତି ପ୍ରେମ ଥିଲା ପ୍ରଭୁଙ୍କ ପାଇଁ, ଆଗ ଯଦି ପ୍ରେମ ଥିଲା ବାଇବଲ ପାଇଁ, ଆଗ ଯଦି ପ୍ରେମ ଥିଲା ପ୍ରାର୍ଥନା ପାଇଁ, ଆଗ ଯଦି ପ୍ରେମ ଥିଲା ଦାନ ଦେବା ପାଇଁ, ଏବେ ସେ ପ୍ରେମ ଆହୁରି ପ୍ରଭୁଙ୍କ ପ୍ରତି ପ୍ରେମ ନାହିଁ। ଆଜି ପ୍ରାର୍ଥନା ଯିବି ନାହିଁ। କ'ଣ କହୁଛନ୍ତି? ଆଜି ପ୍ରାର୍ଥନା ଯିବି ନାହିଁ। ଜ୍ୱର ହଉ, ଦୁଃଖ ହଉ, କଷ୍ଟ ହଉ, ଅଫିସ ଯିବାକୁ ବାଧ୍ୟ କି ନାହିଁ? କାମ ଯିବାକୁ ବାଧ୍ୟ। କିନ୍ତୁ ପ୍ରାର୍ଥନା ନ ଆସିଲେ ମିଶା ପ୍ରେମ ନାହିଁ। ଝିଅମାନେ କ'ଣ କହୁଛନ୍ତି? ଆଜି ପ୍ରାର୍ଥନା ଯିବି ନାହିଁ। ପିଲାମାନେ କହୁଛନ୍ତି ଆଜି ଯିବି ନାହିଁ। କିନ୍ତୁ ଯଦି କାହାକୁ ମିଶବାର ଥିବ 4ଟା ବେଳେ, କେତେଟା ବେଳେ? 4ଟା ବେଳେ କୋଉଠି? ସେଠି ହେଲା 4ଟା ବେଳେ ମିଶବାର ଥିବ, ସେ ସକାଳ 10ଟାରୁ ଟାଇମ ଦେଖୁଥିବ, 10ଟା ହେଇଛି, 11, 12 ଘଣ୍ଟେ, 2ଟା, 3ଟା, 4ଟା। ଏ ଘଣ୍ଟା କାହିଁକି ଧୀରେ ଧୀରେ ଚାଲୁଛି କି ରହିଗଲା? କାହିଁକି ତାର ଥେରେପେତେ ଘଣ୍ଟା କେତେବେଳେ 4ଟା ହେବ? କାହିଁକି? ସେ ଯାହାକୁ ପ୍ରେମ କରୁଛି ତାକୁ ମିଶିବା ପାଇଁ ଇଚ୍ଛା କି ନାହିଁ। ଭଉଣୀ ମାନେ ସିରିଏଲ ଟାଇମ ହେଲେ ବାଇବଲ ଧରି ଥେରେପେତେ ହିଁ ପଳାଉଛନ୍ତି। କ'ଣ ପାଇଁ ପଳାଉଛନ୍ତି? ବହୁତ ବଢିଆ। ମୁଁ ଆପଣ ମାନେ କାହିଁକି କହୁଛି, ସିରିଏଲ ଟାଇମ ହେଇଗଲା ବୋଲେ, ସିରିଏଲ ଟାଇମ ହେଇଗଲା ବୋଲେ ହେବଲା পেলা କରି ଏ ନାନୀ ଡାଲି ଭାତ ଖାଇଚାଲ, ଘରେ ରାନ୍ଧଲି ଅଛି। ଘରେ ରାନ୍ଧବାଟା ବଡ଼ କଥା ନାହିଁ, ସିରିଏଲ ଟାଇମ ହେଇଗଲା।
ଆମେ ଯାହାକୁ ପ୍ରେମ କରିବୁ ତା ପ୍ରତି ଆମର ସମୟ ମଧ୍ୟ ଆମେ ଦେବୁ। ସେଇ ପ୍ରେମ ନାହିଁ। ବେଳେବେଳେ କେତେ କ'ଣ କହିବେ, ହେଠି ଆଜ୍ଞା ମୁଁ 10 ମାସ ଆଜ୍ଞା ଖର୍ଚ୍ଚ କରିଦେଇଛି, ପ୍ରଭୁ ମୋତେ ଦଣ୍ଡ ଦେବେ କି ଆଜ୍ଞା? କ'ଣ କରୁଛି 10 ମାସ ତୁମେ ତ ପ୍ରଭୁକୁ ଦେବା ପାଇଁ କାଢିଲ, ତୁମେ ଦେଲେ ଛିଡ଼ିଗଲା କି ନାହିଁ, ସେଠି ଆଖି ଅଛି, ଅସୁବିଧା ହେଲେ ବେଟି ଖର୍ଚ୍ଚ କରିବି। ତାପରେ ଯଦି କାହାର ଦେହ ଖରାପ ହେଲେ ଦେଖିଲ 10 ମାସ ଖାଇଲାରୁ ପ୍ରଭୁ ଦଣ୍ଡ ଦେଇଦେଲେ। ଦେଖ ଆମ ପିଲାକୁ କୁକୁର ଚାବି ଦେଲା, ସାତରି ବାଥରୁମରେ ପଡ଼ିଗଲା, ତମର ମିଶା ବେକ ମଡ଼ି ହେଇଯାଇଛି, ସିଧା ହଉନାହିଁ, ମତେ ମିଶା ଡାବୁ ନାଇଁ। ପ୍ରିୟ ଭାଇ ଭଉଣୀ ମାନେ, ଆମର ପ୍ରଭୁ ଆପଣଙ୍କ 10 ମାସକୁ ଅନେଇ ନାହାନ୍ତି, ଆପଣଙ୍କୁ ଅନେଇଛନ୍ତି। ଆପଣ ଆସୁଛନ୍ତି କି ନାଇଁ, ସେଟା ବଡ଼ କଥା। ପ୍ରେମ ନାହିଁ। कौन करते हुए गीत गाला सिर्फ तेरे लिए यीशु तेरे लिए मैं हाथ उठाता हूँ, हाथ को हाथ, हाथ को हाथ, किसे हाथ को हाथ मोबाइल देरी खेलवा से हाथ प्रभु चाहू ना। प्रभु कौन कहते पुरुष माने जेबे भी हाथ उठाइबे सूची हस्त आगा उठाइबे, हाथ तो सूची थिबार अछि, तेब न हाथ के चुपचाप है उठाउनु काई रे, नाई ना ना माइजी कुमारी आसीछि, कौन पे हाथ उठाउनु, नाई लाती गिलास दे देथिली, कौन पाई ए हाथे आका घसी थिली लो सबे हाथ कि नहीं, पास्टर का कहतले भौणी माने हाथ टेको बोले कु हाथ टेकिबि लो, ए हाथे तो गुडा को घसी कुई टेकिबि मुई, हां सूची हस्त ए हस्तरे मेसेज पठाई कि नहीं, कि स्पीड से मेसेज ए आका बुझबो से आका बुझबो। थरे गुड लोक भाई जण मेसेज करथिला इंग्लिश रे, मको ओडियाटा इंग्लिश लिख देछि, पढ़ी पढ़ी बुझी हाताल चले किछि एटा बोले लास्ट को ताको फोन कर पाछाली, आज्ञा मेसेज करथिली तमे मेसेज करबाटा मैं बुझी पारली ना, खाली मको गोट मिनिट रे बुझाई दियो, किस किटा लिखितला ओडिया रे, मैं या अरे के बुझा सुझा होचंती। प्रिय भाई भौणी माने आमर पिलाटो के मेसेज जंती लिखुचंती से मास्टर बुझी पारने किसटा लिखिछि बोली। आजिकल बढ़िया कथा, मात्र भूल लिखले भी मार्क मिली जिवो, कारण सरकार कौन कहउचंती भूल बही बाहर करिसंती, सन कौन कहउचंती संशोधन करी पढ़ी दियो, आमे भी ऊपर लिख देबा संशोधन करी मार्क दियो बोले छिड़ी गला के उल्टा पुल्टा लिखिचंती। एबे केते केते कोटी टंका के सेटा, हां 100 कोटी टंकार बही छापी बुड़ाई देले, एबे एबे कौन कौन संशोधन करी पढ़ो, पढ़बू संशोधन करी, तमे मिसा हमके संशोधन करी मार्क दियो। ए भूल काहे लिखिछो, भूल लिखिछि परा दीदी, संशोधन करी मार्क दियो बोली। ए गणित भूल हैला कोन, आपण संशोधन कर राइट कर दियो। ए स्कूल पिलार बही भल करी बाहर करी पारु नांती, ए माने एपन पुनी लक्ष्मी पुराण के बाहर कर कले करत बेतने, अरे भाभी देखो प्रिय माने केने केने जाउचंती, मैं बुझी पारु नै एमनकर कथा। तुम स्कूल बही भल करी भाल करी पारु न, तुमरो शक्ति नाही, तुम लक्ष्मी पुराण पुनी गोटे अछि से आपण भाल करबे लक्ष्मी पुराण। एबे पकालो खाइतिले 232 कोटी टंकार, माने भाभी दो 2 कोटी 32 लाख टंकार पखालो खाइछंती, मरी जीवा कथा कि एटा केंती पकालो खाइलो तमे, पकालो बोले तो रात्रि बासी भात नून पकाई करी मरची पियाज चाके खाइबाटा, एटा केंती 2 कोटी हैला, आरी 32 लोक उबरा सुबरा। प्रिय माने रोड कलो रोड धोई हे गला, बिरजी कलो बिरजी भसली गला, पानी टंकी कलो से पानी पकाय पर टंकी भासी गला, भांगी गला, विचित्र। कुआड़े जाउछंती जानतु बेतने, लोक कौन भाबुचंती छकी ठकी खाई बंची जीवु बोली भाबुचंती। जो दिन से आसबे, जो दिन से आसबे से सबको विचार करबे, खाली टाइम अच्छी कौन सुसमाचार प्रचार टिके सरी जाओ, तापर आसले सब विचार से करबे, विचार अच्छी। आमे कौन भाबुचु किछि हेउ नाही, किछि हेबो नाही, काहेकि कौन हेबो नाही, काहेकि सबु हेबो, काहेकि
ବାଇବଲ କ'ଣ କହୁଛି ଆପଣ ଦେଖିବେ ଏଭ୍ରି 9 ପର୍ବ 27 ପଦ, ଏଭ୍ରି 9 ପର୍ବ 27 ପଦ। ହଁ, ଯେପରି ଥରେ ମାତ୍ର ମୃତ୍ୟୁ ତାହାପରେ ହଁ ମନୁଷ୍ୟ ମାନେ ଥରେ ମରିବେ। ମନୁଷ୍ୟ ବୋଲେ କେ? ମନୁଷ୍ୟ ବୋଲେ କିଏ? ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ହେଲା, ଶିଖ, ବୌଦ୍ଧ, ନାସ୍ତିକ, ଆଦିବାସୀ, ହରିଜନ, ଓଡ଼ିଆ, ତେଲୁଗୁ, ତାମିଲ, ଆମେରିକା, ଇଂଲଣ୍ଡ, ଜାପାନ ସବୁ ମଣିଷ। ହେଲା, ସେ କୋଉ ଜାତିକୁ ବିଚାର କରିବେ ନାହିଁ। ମନୁଷ୍ୟମାନଙ୍କ ନିମନ୍ତେ ଥରେ ମାତ୍ର ମୃତ୍ୟୁ ଆଉ ତାହାପରେ ବିଚାର ନିରୂପିତ ଅଛି। ବିଚାର ଅଛି, ବିଚାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଏମାନେ ଜାଣି ନାହାନ୍ତି ଚୋରକୁ କ'ଣ ହବ ବୋଲି। ଚୋରକୁ କ'ଣ ହବ? ଯୀଶୁକୁ ବିକିଲା ଲୋକ କେମିତି ହେଲା? କେମିତି ହେଲା? ପେଟ 2 ଫାଡ଼ା ହେଇ ଅନ୍ତପଟା ବାହାରି କରି ବିଦଗାଲି ହେଇକରି, ବିଦଗାଲି ବୋଲେ କ'ଣଟା? ମୁହଁ ମାଡ଼ି କରି ପଡ଼ିକରି ମରଲା। ସେ ଖାଇ ବଞ୍ଚିଯିବ ତମେ? କିଏ ବଞ୍ଚିଯିବ? କିଏ ବର୍ତ୍ତିଯିବ ନାହିଁ? ବିଚାର ଅଛି। ଖାଲି ସୁସମାଚାର ପ୍ରଚାର ସରୁ, ତାପରେ ବିଚାର ଆରମ୍ଭ ହେବ। ହେବ। ଏବେ ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି ମନ ପରିବର୍ତ୍ତନ କରିବା ପାଇଁ। ମନ ପରିବର୍ତ୍ତନ କର। କ'ଣ ଲେଖାଯାଉଛି ଆମେ ପଢ଼ୁଥିଲୁ? ପ୍ରକାଶିତ ବାକ୍ୟ 2 ପର୍ବ ତାର 4 ପଦ 5 ପଦ। ତଥାପି ତୁମ ବିରୁଦ୍ଧରେ ଆମର ଏଇ କଥା ଅଛି, କ'ଣ ଛାଡ଼ି ଦେଇଛ? ସେ ଆଦ୍ୟ ପ୍ରେମ ନାହିଁ ଆପଣଙ୍କ ଜୀବନରେ ନାହିଁ। ଭାଇ ଭଉଣୀ ମାନେ, ଆମ ଜୀବନରେ ନାହିଁ ସେ ଆଦ୍ୟ ପ୍ରେମ। ତୁମେ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ତାପରେ ଏଣୁ କେଉଁଠାରୁ କୋଉଠି ଥିବା କଥା, କେଉଁଠାରୁ ତୁମର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର। ସେଟା ହେତୁ କରି ମୁଁ କୋଉଠି ଥିବା କଥା, ଏତିକି ଦିନର ବିଶ୍ୱାସୀ, ଏତିକି ଦିନର ଖ୍ରୀଷ୍ଟିଆନ, ଏତିକି ଦିନର ମୁଁ କୋଉଠି ଥିବା କଥା, ମୁଁ କୋଉଠି ଅଛି, ତା ସ୍ମରଣ କରି ମନ ପରିବର୍ତ୍ତନ କର। ସେଇଟା ମନେ ପକାଇ ମନ ପରିବର୍ତ୍ତନ କରିବା ଅଛି। ଆମର ପାଇଁ ମିଶା ସେମାନେ ବି ମନ ପରିବର୍ତ୍ତନ କରିବା ଅଛି। ପରିତ୍ରାଣ ପାଇବା ପାଇଁ ଆମେ ପରିତ୍ରାଣ ପାଇବା ଲୋକରେ ମନ ପରିବର୍ତ୍ତନ କରିବା ଅଛି। ପ୍ରିୟ ଭାଇ ଭଉଣୀ ମାନେ, ମନ ପରିବର୍ତ୍ତନ ନ କଲେ ମଣ୍ଡଳୀରେ ଆସି ହେବ ନାହିଁ। ମନ ପରିବର୍ତ୍ତନ କଲେ ଆକା ଚର୍ଚ୍ଚକୁ ଆସି ହେବ। ଚର୍ଚ୍ଚ ଭିତରେ କେଉଁମାନେ ଥାନ୍ତି ଯେନ ମନ ପରିବର୍ତ୍ତନ କରି, ଧର୍ମ ପରିବର୍ତ୍ତନ ନାହିଁ, ଜାତି ପରିବର୍ତ୍ତନ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବସବାସ ମାନେ ଚିନ୍ତା କରି ଦେଖିବା ଆମେ ମନ ପରିବର୍ତ୍ତନ ହେଇଛି କି। କାରଣ ମନ ପରିବର୍ତ୍ତନ ହେଲେ ଚର୍ଚ୍ଚରେ ଆସି ହେବ। ଆଉ ଚର୍ଚ୍ଚରେ ଥାଇ ମନ ପରିବର୍ତ୍ତନ କଲେ ସ୍ୱର୍ଗକୁ ଯାଇ ହେବ। ତ ଆସିଲା ପରେ ବି ଦେଖିବାର ଅଛି ମୋର ମନ ପରିବର୍ତ୍ତନ ହେଇଛି କି। ମୋର ବାକି ତ ପରିବର୍ତ୍ତନ ହେଇଗଲା, ଲୁଗାପଟା ପରିବର୍ତ୍ତନ ହେଇଗଲା, ସାଧୁ ପରା ଧାର୍ମିକ ପରା ଚର୍ଚ୍ଚ ବାରି ଆସୁଛି, କିନ୍ତୁ ମୋର ଜୀବନ କେମିତି ଅଛି? ପଡ଼ୋଶୀ ସାଙ୍ଗେ କଥା ନାହିଁ। ବାଇବଲ ଧରି କରି ବାଟେ କେନ୍ଦ୍ରୀ କରି ଭାରି ଆସୁଛି। ହଇଲ ଏ ଗଳି ବାଟେ କିସ୍ ଆଇଲୁ, ସିଆଡ଼େ ଆସିଥାନ୍ତୁ, କାଦ ବାଟେ କାହିଁକି ଆଇଲୁ? ତାର ଘର ଅଛି ପରା, ତାର ମୁହଁକୁ ଦେଖିବି ମୁଇଁ, ତାର ମୁହଁ ଦେଖି ପାରୁନା ଆଇବି କଥା କହୁଛି। ତାର ମୁଁ ଯଦି ଦେଖିପାରୁନ ସ୍ୱର୍ଗ କେମିତି ଯିବ? କ'ଣ ବୋଲି କହିବ? ପ୍ରଭୁ ତାକୁ ଜଗଦଲପୁର ଏତିକି ଦୂର ରଖ ରାଜା, ବାକି କୁନ୍ଦ୍ରା ପାଖେ ନାଇଁ ନାଇଁ। ମୁଁ ଖାଲି ପଚାରୁଛି କେମିତି ଥିବ? ସେ ତ ସବୁବେଳେ ମୁଁ ଦେଖା ଦୁଖି ହେବୁ, କେମିତି କରିବୁ? ନା କହୁଛ ତୁମେ ମୁଇଁ ନର୍କେ ଗଲେ ଯିବି ସିନା ତୋର କାତା ହେବି ନାହିଁ, ସେମିତି କହୁଛ କି? ଥିବ ମିଶା ସେମିତି। ଯେତେବେଳେ କ'ଣ କହିବେ, ମରିଯିବି ଲୋ ମରିଯିବି, ମାତ୍ର ତାକେ କାତା ହେବି ନାହିଁ। ମାନବାକୁ ପଡ଼ିବ। କୋଉ କୁକୁଡ଼ା ଖାଉଛ? ବ୍ରଏଲର ଖାଉଛ କି ବନରାଜ? କୋଉ କୁକୁଡ଼ା ଖାଉଛ? କିଆରି ଗୋଟେ କିଆ ସୋନାଲି ସୋନାଲି କୋଉ କୁକୁଡ଼ା ଖାଉଛ? ତମର କଲଜା ଏତେ ଷ୍ଟ୍ରଙ୍ଗ ହେଇଯାଇଛି। କ'ଣ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କର ଟେମ୍ପର ମିଶା କହିଲେ ନ ସରେ। ମୁଇଁ ତାକୁ କ୍ଷମା କରିବି ନାହିଁ, ନ ତକ ମିଶା କ୍ଷମା ମିଳିବ ନାହିଁ। ନାଇଁ କେମିତି ମିଳିବ ନାହିଁ ଲୋ? ମୁଇଁ 10 ମାସ ଦଉଛି, ମିଳିବ ନାହିଁ। ପ୍ରାର୍ଥନା ଯାଉଛି, ମୁଇଁ ଆରାଧନା କରୁଛି, ଉପବାସ କରୁଛି। ଆରାଧନା ଉପବାସ 10 ମାସ ଦେଲେ କ୍ଷମା ମିଳିବ ନାହିଁ। ଆମେ ଆମର ଅପରାଧୀକୁ କ୍ଷମା କଲେ ଆମକେ କ୍ଷମା ମିଳିବ। ତୁମେ ମାନେ ଯେପରି ଆପଣ ଆପଣ ଅପରାଧୀ ମାନଙ୍କୁ କ୍ଷମା କରିଅଛ, ସେଇପରି ତୁମର ଅପରାଧ ସବୁ
ଆମେ ତମର ବାପା ମାକେ କ୍ଷମା ଦେଲାର ନାହିଁ। ବାପା ମା କେଟା ସ୍ୱାମୀ ସ୍ତ୍ରୀ ମାଡ଼ଗୋଳି କଥାବାର୍ତ୍ତା ନାହିଁ। ସ୍ତ୍ରୀ ମାନେ ବେଳେ ବେଳେ ସ୍ୱାମୀକୁ ଗାଡ଼ିଆ ଗାଡ଼ା ଦେଖୁଛନ୍ତି କରି ହଠାତ୍ ସ୍ୱାମୀ ଦେଖିଲେ କିସଲା ମୋ ବୋଲେ ସେମିତି ଦେଖୁଥିଲି। ସ୍ୱାମୀ ମାନେ ବେଳେ ବେଳେ ସ୍ତ୍ରୀକୁ ଗାଡ଼ିଆ ଗାଡ଼ିଆ ଦେଖୁଥିବ, ଫଁ ଫଁ ଫୁଣୁଥିବେ ସାପର ଆକା। କ'ଣ ହେଲା ମୋ ବୋଲେ ନାଇଁ ନାଇଁ ସେମିତି ଆକା ଦେଖୁଥିଲି ଜନତା ପଡ଼ା କର। ଦେଖିବେ ଲୋକମାନଙ୍କୁ ଏଇ ଗାଁରେ କି ଗାଁ ଏଟା ଆଟି ଗାଁ ହେଲା ନୂଆଗୁଡ଼ା କି ଗୁଡ଼ା ନୂଆଗୁଡ଼ା ନା ଆକା ନୂଆଗୁଡ଼ା ତମେ କେମିତି ଅଛ ଜାଣିନି ହେଲା ନୂଆଗୁଡ଼ା କି ଗୁଡ଼ା ଗୁଡ଼ା ବୋଲେ କିସଟା କିଟା ଚେଡ଼େଗୁଡ଼ା ସେମିତି ଚେଡ଼େଗୁଡ଼ା ପରା ଏଟା ମିଶା ନୂଆଗୁଡ଼ା ମୁଇଁ ପଢ଼ି ନଥିଲି ଏଟା ଖାଲି ଆଟି ଗାଁ ଆଟି ବୋଲଛି ଓ ନୂଆଗୁଡ଼ା ବ୍ରାକେଟରେ ଆଟି ଗାଁ କି ଆରେ କୁନ୍ଦ୍ରା ନୂଆଗୁଡ଼ା ବଢ଼ିଆ ବଢ଼ିଆ ଗୁଡ଼ା ବୋଲେ କିଟା ଚେଡ଼େଗୁଡ଼ା ଗୁଡ଼ାରେ ଭାଷା ଟେମ୍ପର ବାଜେ ଆମେ ଗୁଡ଼ା କିସଟା ଗୋଟେ ପବନ ହେଲେ ବସଲି ଯିବ ଛିଣ୍ଡି ଯିବ ସେତିକି ନାହିଁ ତ ଗୁଡ଼ାରେ ରହିକରି ଆମେ ଟେମ୍ପର ହେବାର କି ଏବେ ଜାଣିଲି ଗୁଡ଼ାରେ ଅଛ ବୋଲିକରି ତ ଗୁଡ଼ାରେ ଯଦି ଅଛି ମତେ ବେଶୀ ସତର୍କ ହେବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ ଏ ପୃଥିବୀ ମିଶା ଗୋଟେ ଗୁଡ଼ା ଆକା ଗୁଡ଼ାରେ ଏକା ବାସ କରୁଛୁ ଆମେ ଟେମ୍ପର ହେବାର ନାହିଁ। ଯଦି କାଶ ତ ମନମାଳିନ ହେଇଛି ମିଶିଯାଅ ପ୍ରଭୁ ସମସ୍ତଙ୍କୁ ସୁଯୋଗ ଦଉଛନ୍ତି ସମସ୍ତଙ୍କୁ। ଥରେ ଗୋଟେ ମଦୁଆ ଗୋଟେ କୁଟକୁଟା ମଦ ପିଉଥିଲା ଛାଡ଼ିଦେଲା ସେ କିସ କହୁଛି କାହିଁକି ଛାଡ଼ିଲ ମଦ ପି ନରକେ ଯିବି ମଦ ପି ଭୋକଟା କି ବୋଲୁଛି ଯଦି ମଦ ପିଇଲେ ନରକ ଯିବ ମୁଇଁ କାହିଁକି ପିଇବି ବ୍ୟଭିଚାର କଲେ ଯଦି ନରକ ଯିବ କାହିଁକି କରିବି ସେଟା ପୁଡ଼ିଆ ଖେପି ଯିବି ସ୍ୱର୍ଗ ଯିବି ନା କାହିଁକି ପୁଡ଼ିଆ ପୁଡ଼ିଆ କାହିଁ ଅମୃତ ଅମୃତ କି ଭାଇ ମାନେ ତମ ପକେଟ ପକେଟ ଥିବ କି କେମିତି ତାକୁ ଗଲା ବେଳେ ଚିରି କରି ଫିଙ୍ଗି କରି ଯିବ ଡେରି କରି ଯିବ ନାହିଁ। ଭୟଙ୍କର ବାକ୍ୟ କହୁଥିଲେ ତୁରୁକ ଆଜ୍ଞା ଭୟଙ୍କର କହିବେ ମଝି ମଝିରେ ହସାଇ ଦେବେ ମାତ୍ର କୁଟକୁଟା ଚପି ପକାଇବ ବଢିଆ ନାନା ବୋଲି କାଢିକି ଟଣ୍ଡେ ପକାଇବାର ଯିବ ନାହିଁ କ'ଣ କରିବ ଚିରି କରି ଫିଙ୍ଗିବ ଆଜି ଟୁ ଲାଷ୍ଟ। ଏବେ ଦୁଇଟା ମଦୁଆକୁ ଭେଟିଥିଲି କ'ଣ କହୁଛନ୍ତି ଆଜ୍ଞା ବୁଧବାର ଦିନଠୁ ପିଇବି ନାହିଁ ଆଜ୍ଞା ବୁଝି ଗୋଟେ ମଦୁଆ ଆଉ ଗୋଟେ କହୁଛି ଆଜ୍ଞା ଗୋଟେ 21 ଅଛି ଆଜ୍ଞା ସେ ଭୋଜି ଖାଇଲା ପଛେ ଆଜି ପିଇବି ନାହିଁ ମୁଁ କହିଲି ଏ ଦୁଇଟା ମୁଲକେ ଛାଡ଼ବେ ନାହିଁ ଛାଡ଼ବେ ନାହିଁ ବୁଧବାର କେବେ ଆଇବ କି ଆଇବ ବୁଧବାର କେବେ ଆସିବ ନାହିଁ ଛାଡ଼ବ ଏବେ ଛାଡ଼ବ କଥା ହେବାର ଅଛି ଏବେ ଆକା ମିଟିଂ ସରିଲେ ଭାତ ଖାଇଲା ବେଳକୁ ଏ ନାନୀ ନମସ୍କାର ଲ ମୁଁ କର ନାହିଁ ନମସ୍କାର କର ଆଜ୍ଞା କହିଲେ କି ନାହିଁ ଚିଡ଼ିଗଲା କଥା କି ନାହିଁ ସେତିକି ତ ଅନେକ ମୁଁ କହୁଥିଲି ଆପଣମାନଙ୍କୁ ଏ ନୂଆ ଗୁଡ଼ାରୁ ବାହାରବେ ଜୟପୁର ଯାଇ ଯିବେ ବାଇକରେ କଥାବାର୍ତ୍ତା ହେବେ କି ସ୍ୱାମୀ ସ୍ତ୍ରୀ ଏବେ ନାଇଁ ସେ ସ୍ତ୍ରୀ କ'ଣ କରୁଥିବ ପଛ ବାଟ ସେ ରାଡ କେତେ ଭଲ ହେଇଥିବ ଏ ସ୍ୱାମୀ ଯାଇ ଟାଙ୍କି ଉପରେ ବସିଥିବ ସ୍ୱାମୀ ଯେ କୋଉଠି ବସିଥିବ ଟାଙ୍କି ଉପରେ ଆଜା ହେଇଥିବ ଏ ବାଟେ କଥା ନାହିଁ ବାର୍ତ୍ତା ନାହିଁ ବାଟ ଯାକ ଭଉଣୀ ମାନେ ଗଛ ଗନି ଗନି ଯାଉଥିବେ ଫରେଷ୍ଟ ବାଲା କହିଛନ୍ତି କି ନାହିଁ ନନି ଗଛ ଗନା ତକେ ডাবু দুবু বললা পরা সে নরক আবার তার বাটে সে চিন্তা ଥିବ কি জীবন এটা হ্যাঁ মন পরিবর্তন কেবে ହେବ মাডগল হেলু হেলু হেলা বেলে কুটকুটাই ছিড়াই দেবার গোটা মাডে আকা মাডগল আর লামাইবার লমালুমি নাই ভাই মানে মাডগল যদি ହେବ ଯାହା କହିବାଟା ଦୁରୁମ ଛାଡ଼ିତେ କହିବ ତାପରେ ଭଉଣୀ ମାନେ କ'ଣ କରିବ ମୁହଁ ଧୋଇବ ପାଉଡର ଲିପଷ୍ଟିକ୍ ଲଗାଇବ ଚାଲ ମୋର ଟିକେ କୁନ୍ଦରା ଯାଇକରି ଚାଟ ଖାଇ ଆସିବା ବୋଲି ସିଧା ଭାବିବ ଚିଲ୍ଲା କଥା ସେଟା କହିବେ ମାଡଗଲ ଆରେ କୋ ପାଇ ଦେଖିରି ମୁଇଁ ଖାଇବି ନାହିଁ ମୁଇଁ ରାନ୍ଧିବି ନାହିଁ ଏଟା କି ମାଡଗଲ ଏଟା ମାଡଗଲ ଏଟା ଝିଅ ମାନେ ମାସ ତ ଝଗଡ଼ା ହେଇଛି ସିଧା ସରି ବୋଲବ ସରି ବୋଲେ କାଇଟାଲ ସରିଗଲା ମାଡଗଲ ସରିଗଲା ତୋର ସାଙ୍ଗେ ଆରି କୁଆ ବୋଲା ନାଇଁ ନାଇଁ ସରିଗଲା ବୋଲବାଟା ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ବସିଲା ବେଳକୁ ଟିକେ ଚିନ୍ତା କରବା ମୁଁ ବଦଳିଛି କି କାହିଁକି ସୁସମାଚାର କାର୍ଯ୍ୟ ସମାପ୍ତ ଯୀଶୁଙ୍କର ଆଗମନ ବାଇବେଲ କେମିତି ସରିଛି ବାଇବେଲ ସରିଛି ଦେଖ ଆମେ ଶୀଘ୍ର ପଢିବେ ଟିକେ ସେ ପଦ ଟିକେ 22 ପର୍ବ 20 ପଦ ଯେ ଏହି ସମସ୍ତ ବିଷୟ ସାକ୍ଷ୍ୟ ଦେଉଅଛନ୍ତି ସେ କହନ୍ତି ସତ୍ୟ ଆମେ ଶୀଘ୍ର ଆସୁଅଛୁ କେବେ ଆସିବେ ଏ ସୁସମାଚାର କାର୍ଯ୍ୟ ଯେବେ ସମାପ୍ତ ହେଇଯିବ ସେ ଆସିଯିବେ
প্রিয় ভাই ভଉଣୀ ମାନେ ସବୁ ସ୍ଥାନରେ ସୁସମାଚାର ପ୍ରଚାର ସରିଲା ପରେ ସାଙ୍ଗେ ସାଙ୍ଗେ ଆଗମନ, ଆଉ ବିଳମ୍ବ କରିବେ ନାହିଁ। ବିଳମ୍ବ ବୋଲି ଭାବୁଛୁ, ବିଳମ୍ବ କରିବେ ନାହିଁ। ଯଦି ଆଜି ସୁଯୋଗ ଥାଉ ଥାଉ ଜୀବନକୁ ସଜାଡ଼ି ଦେବେ ସେ ଆମେ ଶୀଘ୍ର ଆସୁଅଛୁ। ଆମେ ଲୁଥରାନ ଲୋକମାନେ କ'ଣ କହୁଛୁ? ଯୀଶୁ ଶାନ୍ତି। କ'ଣ ଦେଖିଲେ? ଯୀଶୁ ଶାନ୍ତି। ଏବେ ସେଟା ମିଶା କହୁନୁ। ପେଣ୍ଟିକୋସ୍ତାଲ ଲୋକ ହେଲେ ପ୍ରେଜ୍ ଦ ଲର୍ଡ। ଆମର ବାଇବେଲ ମିଶନ ବାଲା କ'ଣ କହୁଛନ୍ତି? ମାରାନାଥା। ଆମେ ମିଶା ମାରାନାଥା କହିବା ଅଛି। କହୁନୁ କିସ ପାଇଁ? ମାରାନାଥା ବୋଲେ ବାଇବେଲ ମିଶନ ବୋଲି ଭାବେ ବୋଲି କରି। ମାରାନାଥା ବାଇବେଲ ମିଶନର ନାହିଁ, ମାରାନାଥା ବାଇବେଲର ସେଟା। ବାଇବେଲରେ ଲେଖା ହେଇଛି କ'ଣ ବୋଲି? ମାରାନାଥା। ମାରାନାଥା ବୋଲେ ହେ ପ୍ରଭୁ ଆସ, ଆମେ ରେଡି ଅଛୁ ପ୍ରଭୁ ଆସ, ଆସ ବେ ପ୍ରଭୁ, ଆମେ ରେଡି ଅଛୁ ପ୍ରଭୁ, ହେଟି ପ୍ରଭୁ ଆଇଲାଇନି ବୋଲବା କହିବାଟାକୁ ମାରାନାଥା ବୋଲି କହିବେ। ସେ ପାଇଁ ଆଗ କ'ଣ ଯାହାକୁ ଦେଖିଲେ ମାରାନାଥା। ଯଦି ବାଇବେଲ ମିଶନ ବାଲା ଅଛ, ଯଦି କାହାକୁ ମଦ ଦୋକାନରେ ଦେଖିବ ପାର୍ଟି କରି, ଏ ନା ନା ମାରାନାଥା। ଯଦି କୋ ଆତା ଟିଭି ଦେଖି ବସିଥିବ କହିବ ଏ ଆତା ମାରାନାଥା। ଏ ଜୁଆ ଖେଳ ମାନଙ୍କୁ ଦେଖିଲେ କ'ଣ ବୋଲି କହିବ? ଏ ଦେ ମାରାନାଥା। ଝିଅ ମାନେ ମୋବାଇଲ ଧରି ବସିଥିବେ, ଏ ନନି ମାରାନାଥା। ଏଟା କହିବାର ଅଛି। କାହିଁକି? ଯୀଶୁ ଶୀଘ୍ର ଆସୁଛନ୍ତି। ଆରେ ଆମେ କେବେ ରହିବାକୁ ଇଚ୍ଛା ନାହିଁ। ଏ ଦେଶରେ, ଏ ପୃଥିବୀରେ, ଏ ସମାଜରେ ରହିବା ଏତେ କଦର୍ଯ୍ୟ। ସାନ ସାନ ଝିଅ ମାନଙ୍କୁ ଧରି ଶାରୀରିକ ନିର୍ଯାତନା କରୁଛନ୍ତି। ଆରେ ଭୁକ ଡେରି ବୁଲୁଛନ୍ତି। ଯୋଉ ଦେଶରେ ଝିଅ ମାନଙ୍କୁ ଅତ୍ୟାଚାର କରିବା ଲୋକମାନଙ୍କୁ ଜେଲରୁ ବାହାରିଲେ ଫୁଲମାଳ ପିନ୍ଧାଇ କରି ବେଣ୍ଡ ବାଜା ବାଜାଇ ନେଉଛନ୍ତି ବୋଲେ ଆମେ କୋଉ ପ୍ରକାର ସ୍ତର ଲୋକ ଭାବି ଦେଖ। ଯୋଉ ବାବା ମାନେ ବ୍ୟଭିଚାର କାର୍ଯ୍ୟ କରି ଅସାଧୁ କାମ କରି ଜେଲ ଯାଇଛନ୍ତି, ତାଙ୍କୁ ବାହାରେ ବାହାର କରି ପୂଜା କରାଉଛି ଦେଶ ବୋଲେ କେମିତି ଦେଶ ହେଇଥିବ ଭାବି ଦେଖ। ଭାବି ଦେଖ। ନେତା ମାନେ କାମାଭିଳାଷୀ, ବାବା ମାନେ କାମାଭିଳାଷୀ। କାରଣ ଯଦି ଗଞ୍ଜେଇ ଖାଇବେ, ମଦ ଖାଇବେ, ଡ୍ରଗ୍ସ ଖାଇବେ, ଆରେ ମଣିଷ ପରା ଥିବେ କି ସେମାନେ? ମଣିଷ ପରା ଥିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଗକୁ ଦେଖନ୍ତୁ ଯୋଉ ଅବସ୍ଥା ହେବା ପାଇଁ ଯାଉଛି। ଆମେ ଖାଲି ପ୍ରସ୍ତୁତ ରହିବା ଦରକାର। ପ୍ରଭୁ ଆସୁଛନ୍ତି, ମାରାନାଥା ବୋଲି କହିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆମେ ଘର ଗୋଟେ ବନାଇଛୁ ଜୟପୁରରେ, ଗୋଟେ ଘର ଅଛି। ସେ ଘରର ନାଁ ଦେଇଛୁ ମାରାନାଥା କୁଟୀର। ବୋଲେ ପ୍ରଭୁ ଆଇଲେ ସେ ଘର ଖାଲି ହେଇଯିବ ବୋଲବାଟା ସତ୍ୟ ଆଜ୍ଞା। ଯୋଉଦିନ ପ୍ରଭୁ ଆସିବେ ସେଦିନ ଘର ଛାଡ଼ିକରି ଯାହାକୁ ଇଚ୍ଛା ନିୟନ୍ତବେ ଯାଇକରି। ଚୁଟା ଅଛି, ଖଟ ଅଛି, ଶୋଇବାଲେ ଶୋଇବେ, ଲେଟ୍ରିନ୍ ଅଛି ଯାଇପାରିବେ, କିଚେନ୍ ମିଶା ଅଛି, ଗ୍ୟାସ୍ ସିଲିଣ୍ଡର ମିଶା ଅଛି, ଆରାମରେ ୟୁଜ୍ କରିପାରିବେ। ଯୋଉଦିନ ଯୀଶୁ ଆସିଲା ପରେ ସେ ଘର ଆମର ଖାଲି ହେଇଯିବ, ଖାଲି ହେଇଯିବ। ମୋର ବାପାଙ୍କର ସମାଧି ଉପରେ ବି ମାରାନାଥା ବୋଲି ଲେଖିଛି। କାହିଁକି? ଯୀଶୁ ଯେବେ ଆସିବେ ସେ କବର ଫଟାଏ ବାହାରି ପଡ଼ିବେ। ଚିଡ଼ିଗଲା କଥା। ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଅନୁଗ୍ରହ କରନ୍ତୁ। ଆପଣଙ୍କ ବାଇକ୍ରେ ବି ଲେଖିଥାନ୍ତୁ ମାରାନାଥା ବୋଲି କରି, କାର୍ରେ ବି ଲେଖିଥାନ୍ତୁ। କ'ଣ ମାରାନାଥା? ଯେବେ ଯୀଶୁ ଆସିବେ ସେଦିନ ମୁଁ ଛାଡ଼ିକରି ପଳାଇବି ବୋଲି। ଆମର ଭଉଣୀ ମାନେ ସ୍ୱାମୀର ବାଇକ୍ ପାଇଁ ପ୍ରଭୁ ଏ ବାଇକ୍ ପାଇଁ ପ୍ରାର୍ଥନା କରୁଛି। ରାଜା ସୁରକ୍ଷା କର ପ୍ରଭୁ, ଏ ବାଇକ୍ ଯୁଆଡ଼େ ଯୁଆଡ଼େ ଯିବ ପ୍ରଭୁ ସୁରକ୍ଷା କର। ସନ୍ଧ୍ୟାବେଳେ ବାଇକ୍ ପୋଡ଼ି ଯାଉଛି, ମୋ ଦୋକାନ ବାଜି ଯାଉଛି। ପ୍ରାର୍ଥନା ବାଇକ୍ ପୋଡ଼ି ଯାଉଛି, ମୋ ଦୋକାନ ପଳାଇ ଥାଉଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ଯଦି ସେଠି ପ୍ରେଜ୍ ଦ ଲର୍ଡ ଲେଖିଛ, ମାରାନାଥା ଲେଖିଛ, ଜିଜସ୍ ଲେଖିଛ କି ଖ୍ରାଇଷ୍ଟ ଲେଖିଛ, ଦୟାକରି ମୋ ଦୋକାନରେ ନିଅ ନାହିଁ। ତମେ ପିଅ କିନ୍ତୁ ପ୍ରଭୁଙ୍କ ନାମକୁ ବଦନାମ କର ନାହିଁ। ସେ ବର୍ଗସ୍ଥଳରେ ରୋକ, ମଦ ଘେନି ଆଣ, ପରେ ପିଇବାର ଅଛି ପିଅ, ନରକକୁ ଯାଅ। আর স্ত্রী লোক মানে সাপোর্ট করছো কি নাই? পিউ বে পিউ কাকে কা চাব্বাকে গলানি নাই বায়া কুকুরকে চাব্বাকে ଯିବ। ତାଙ୍କର ପାଇଁ ତାଙ୍କେ ପିଉଛନ୍ତି ବାପଡ଼ା, ତାଙ୍କୁ କେତେ ଟେନସନ୍। ଟେନସନ୍ ବୋଲି ମଦ ପିଇ ଦେବ। ମୁଁ କହୁଥିଲି ଆପଣମାନଙ୍କୁ ଆଜିକାଲି ମଦ ପିଇବା ପାଇଁ ଗୋଟେ ବାହାନା ଆଗ ଦରକାର, ଆରେ କିଛି ଦରକାର ନାହିଁ, ଗୋଟେ ବାହାନା। କ'ଣ ପାଇଁ ମଦ ପିଉଛ? ଦରମା ମିଳିନାହିଁ ରେ, ସେ ଟେନସନ୍ରେ ପିଉଛି ବୋଲବ। ପରେ ପିଲା କେମିତି ପିଇ ଦେଇଛ? ଦରମା ମିଳିଲା ରେ 3 ମାସ ପରେ ସେଟା ଟିକେ ପକାଇଦେଲି ବୋଲବ। କାହିଁକି ପିଉଛ? ହେଠି ଲୋନ୍ ଡାବୁ ହେଉନଥିଲା ପାଇଁ ଟେନସନ୍ରେ ପିଉଥିଲି। ଏବେ କାହିଁକି ପିଇଲ? ଲୋନ୍ ଡାବୁ ମିଳିଲା ତ ଏବେ ପିଇବ। କ'ଣ ପାଇଁ ପିଉଛ?
ନାଇଁ ହେଠି ପରା ଝିଅ ଜନ୍ମ ହେଲା ଦୁଃଖରେ ପିଉଛି, ପରେ ପିଇ ଦେଇଥିବ, କାହିଁକି ପିଇଲ? ପୁଅ ଜନ୍ମ ହେଲା 2ଟା ଝିଅ ପରେ ଖୁସିରେ ମୁଇଁ, ଆରେ ବାହାନା ଦରକାର। ଛୁଆ ଜନ୍ମ ହେଲେ ଖୁସିରେ ପିଇବେ, ମରିଗଲେ ଦୁଃଖରେ ପିଇବେ। ଏ କ୍ରିକେଟ ମ୍ୟାଚ୍ ଦେଖୁ ମାନେ ଇଣ୍ଡିଆ ହାରିଗଲେ କୁଟକୁଟା ହାରିଗଲେ କୁଟକୁଟା ପିଇ ଦେଇଥିବେ, କାହିଁକି ପିଇଲ? କୁକୁର ପରା ହାରିଲା ନା, ଇଣ୍ଡିଆ ଭୟଙ୍କର ହାରିଗଲା, ସେ ଟେନସନରେ ମୁଁ ପିଇଦେଲି ବୋଲି କହିବ, ପରେ ପିଇ ଦେଇଥିବ। କ'ଣ ପାଇଁ ପିଇଲ? ଇଣ୍ଡିଆ ଜିତଲା ପରା। ଇଣ୍ଡିଆ ଜିତିଲେ ପିଇବୁ ନାହିଁ, ଖୁସି ମନାଇବାର ଅଛି। କ'ଣ ମଦ ପିଇବା ଲୋକ ନର୍କକୁ ଯିବ, ସେତିକି ଜାଣିକରି ପିଇବାର ଅଛି, ସେତିକି ଆହୁରି କିଛି ନାହିଁ। ଏବେ ସୁଯୋଗ ଅଛି, କାରଣ ସୁସମାଚାର କାର୍ଯ୍ୟ ଯେବେ ସମାପ୍ତ ହେଇଯିବ ସେଇଦିନ ଯୀଶୁଙ୍କର ଆଗମନ, ବାସ୍ ଯେଟା ଏବେ ସର୍ବ, ସେ ପୁଣି ଆଗମନ କରିବେ। ସେ ଯେମିତି ଗମନ କରିଛନ୍ତି ସେମିତି ଆଗମନ କରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରଭୁ ସମସ୍ତଙ୍କୁ, ବାବୁ କିସ ପାଇଁ ବହୁତ ବଢିଆ ବଢିଆ ଟାଣିଛି, ଟିକେ ବୋଟ ଟାଣନ୍ତୁ, ଠେଙ୍ଗରିକୁ ଟାଣିଥାନ୍ତୁ, ବହୁତ ବଢିଆ। ଏଠି ସବୁ ଡରବା ଟାଣନ୍ତୁ ବସିଛନ୍ତି ତ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଏବେ ସୁଯୋଗ ଅଛି। ଆମେ କ'ଣ କରିବା? ଜୀବନ ସଜାଡ଼ି ପାରିବା, କାରଣ ଯୋଉଦିନ ସୁସମାଚାର କାର୍ଯ୍ୟ ସରିଗଲା ସେଦିନ ତାଙ୍କର ଆଗମନର ଘଣ୍ଟି ସିଆଡ଼ରୁ ବାଜିଗଲା। ନୋହଙ୍କର ପ୍ରଚାର ଯେବେ ସରିଲା, ପ୍ରଭୁ ଆସି କହିଲେ ନୋହ ଜାହାଜରେ ପ୍ରବେଶ କର, ବାସ୍ ତାର ପ୍ରଚାର ସରିଲା। ଆଜି ପ୍ରଚାର ଦରକାର ନାହିଁ, ଆଜି ପ୍ରଚାର ଦରକାର ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମର ଦେଶର ଲୋକମାନଙ୍କୁ ଯୀଶୁଙ୍କର ଶିକ୍ଷା ଦରକାର ନାହିଁ, ପ୍ରଚାର ଦରକାର ନାହିଁ। ଆଉ ଟାଇମ୍ ଆସିବ ଖୋଜି ବୁଲିବେ, ଆମେ ପଳେଇଥିବୁ, ସେତେବେଳେ ଆମେ ଥିବୁ ନାହିଁ। ସବୁବେଳେ ମଣ୍ଡଳୀ ସବୁବେଳେ ନଥିବ, ବିଶ୍ୱାସମାନ ସବୁବେଳେ ନଥିବୁ, ଦିନ ଆସିବ ଆମେ ଏଠୁ ଆମେ ପଳେଇବୁ। ଯୀଶୁଙ୍କର ଆସିବାର ସମୟ ପାଖେଇ ଆସିଲାଣି। ଆପଣ ଯଦି ବାଇବଲକୁ ଭଲ କରି ପଢ଼ୁଥିବେ, ବାଇବଲର ଭାବବାଣୀ ଗୁଡ଼ାକ ପଢ଼ୁଥିବେ, ତେବେ ଆପଣ ଜାଣିପାରିବେ ଯେ ଯୀଶୁଙ୍କର ଆଗମନ ପାଇଁ ଆଉ ବିଳମ୍ବ ନାହିଁ, ଆଉ ବିଳମ୍ବ ନାହିଁ, ଆଉ ବିଲକୁଲ ବିଳମ୍ବ ନାହିଁ। ଯଦି ବାଇବଲକୁ ଭଲ ଭାବରେ ଆପଣ ପଢ଼ୁଛନ୍ତି, ଆପଣ ଜାଣିପାରିବେ ଯେ ଯୀଶୁଙ୍କର ଆସିବାର ସମୟ ଖୁବ୍ ସନ୍ନିକଟ ଅଟେ। ଖାଲି ପ୍ରସ୍ତୁତ ରହିବା ଅଛି। ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହୁଛି, ନହେଲେ ମୋତେ କାହିଁକି ପ୍ରଭୁ ଉଠାଇବାର ଅଛି ପ୍ରଚାର କରିବା ପାଇଁ? ମୁଁ ତ କଟକରେ ଥିଲି, ପ୍ରଚାର କରୁଥିଲି, ସେ ବାଟେ ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର ସେ ବାଟେ ପ୍ରଚାର ଚାଲିଥିଲା। ମୋତେ କାହିଁକି କୋରାପୁଟ ଆଣିବାର ଅଛି? କ'ଣ ପାଇଁ କୋରାପୁଟ ଆସିବାର ଅଛି? କାହିଁକି ଆପଣମାନ ପାଖରେ ମଧ୍ୟ ମୁଁ ଆସିବା ଅଛି, କାରଣ ମୁଁ ଆପଣଙ୍କ ଲୋକ। ପ୍ରଭୁ ମୋତେ କହିଲେ, ଯା ତୁ ଯେମିତି ବୁଝାଇ ପାରିବୁ ବୁଝା, ବୁଝା ଏମାନଙ୍କୁ କାହାଣୀ କହି ବୁଝା, ଏମାନଙ୍କୁ ଗୀତ ଗାଇ କରି ବୁଝା, ଏମାନଙ୍କୁ ନାଟ କରି କରି ବୁଝା, ଯେମିତି ବୁଝିବେ ବୁଝା, ହୁଡ଼ି କରି ବୁଝା, ଶ୍ରଦ୍ଧା କରି ମିଶା ବୁଝା, ମାତ୍ର ବୁଝା। ହିନ୍ଦୀରେ କହିଲେ କ'ଣ କରୁଛ? ହିନ୍ଦୀ ମୁଇଁ ବୁଝିପାରିବି ସିନା, ଅଲପ ଅଲପ ବୁଝି ନା ପାରି। ଇଂଲିଶ ବୁଝି ନା ପାରି। ଓଡ଼ିଆ, ଖାଣ୍ଟି ଓଡ଼ିଆ କହିଲେ ମୁଇଁ କୋଉଠି ବୁଝିବି ଲୋ? ଆସନ୍ତୁ ଆମ୍ଭେମାନେ ଜାନୁ ପାତି, ଜାନୁ ବୋଲେ କାଇଟା ଲୋ? ଜାନ ନାହିଁ ସେଟା। ସେତେ ପ୍ରଭୁ କ'ଣ କଲେ? ମୋତେ ଡାକିଲେ, ଯା ତୋର ଭାଷାରେ ତୋର ଲୋକକୁ ବୁଝାଇ ବୁଝାଇ କରି, ଶିଳରେ ପକାଇ କରି, ଗ୍ରାଇଣ୍ଡରରେ ପକାଇ କରି ବାଟ, ଯେମିତି ବୁଝାଇ ପାରିବୁ ବୁଝା। ଯଦି ନ ବୁଝିଲେ ପ୍ରଭୁ ବୁଝାଇବେ, ଆଉ କିଛି ନାହିଁ। ନହେଲେ ପ୍ରିୟ ଭାଇ ଭଉଣୀ ମାନେ, ଏ ଗୁଦାମ ଘରେ ମିଟିଂ ହେବ କି? କେବେ ଭାବିଥିଲେ ବାନ୍ଧିଲା ବେଳେ ଏ ଘର କି ଘରଟା? ଗୁଦାମ। ସଫା କରିବା ଲୋକ କହୁଥିଲେ, ଆଜ୍ଞା କେତେ କଚରା ଥିଲା ଆଜ୍ଞା, ଲାଗି ପଡ଼ି ଗୁଦାମ ଘରେ ଉଦ୍ଦୀପନା ସଭା। କେତେ ବଡ଼ ସତ ନା ନାହିଁ? ଆପଣମାନଙ୍କ ମଧ୍ୟ ଥିବ, ଯଦି ଗାଈ ଶାଳ ଟିକେ ବଡ଼ ଅଛି ବୋଲେ ଟିକେ ସଫା କରିଦିଅ କି ନା, ସେଠିଟା ମିଟିଂ ଗୋଟେ କରିଦେବା କି ନାହିଁ? ଯଦି ଘର ବଡ଼ ଅଛି, ସାମ୍ନା ରୁମ୍ରେ ପ୍ରଚାର କରି ଏଠି ବସବେ, କିଚେନ୍ ଖୋଲିଦେବ, ସେଠି ବସବେ, ସେ ପର୍ଯ୍ୟନ୍ତ ବସବେ, ଛିଡ଼ିଗଲା କଥା। ମିଟିଂ ହେଇପାରିବ କାହିଁକି? ସମସ୍ତେ ଶୁଣିବା ଦରକାର, ଆଉ ଶୁଣିଲା ପରେ ପ୍ରଭୁଙ୍କର ଆଗମନ ହେବା ପାଇଁ ଯାଉଛି। ସାବଧାନ ହେଇଥାନ୍ତୁ, ସେ କେତେବେଳେ ବି ଆଗମନ କରିପାରନ୍ତି। ପ୍ରସ୍ତୁତ। ମାର୍କ 13 ପର୍ବ ଦେଖନ୍ତୁ, ମାର୍କ 13 ପର୍ବ କ'ଣ ଲେଖାଯାଉଛି? ତାର 35 ପଦରୁ ପଢ଼ି ପଢ଼ି ଯାଆନ୍ତୁ। ଅତଏବ କାଳେ ଗୃହକର୍ତ୍ତା ଅକସ୍ମାତ୍ ଆସି ତୁମମାନଙ୍କୁ ନିଦ୍ରିତ ଦେଖନ୍ତି, ଏଥିପାଇଁ କ'ଣ ଥାଉ ତୁମେ? ଏଥି ନିମନ୍ତେ ଜାଗ୍ରତ ଥାଅ। ହଁ, କେତେବେଳେ?
যদি সন্ধ্যা বেলে আসবে বলতে বলে দিন যাক পাপ করতো সন্ধ্যা বেলে রেডি যেত, কিন্তু সে সন্ধ্যা বেলে হ্যাঁ আর অধরাতি পুଣି ଅଧରାତି ବେଲେ ରାତି ଅଧ ବେଳେ ଯଦି ମଦ ପି ଢୁଲିଥିବୁ, ଫୋନ୍ରେ କଥା ହଉଥିବୁ, ଟିଭି ପକାଇ ଦେଖୁଥିବୁ, ବାରି ଆସିଲେ କେମିତି କରିବୁ ସେଇଟା ମୁଇଁ କହୁଛି। ସନ୍ଧ୍ୟାବେଳେ ସେ ଆଇଲା ବେଳକୁ ଯଦି ସେ ବାଟେ ଟିକେ ପାକାଇ ଦେଇ ବାରି ଆସିଥିବ, ପୁଡ଼ିଆ ଏଇଠି ଖାଇବେନି ଗାଁରେ, ବାଟରେ ଚୁବାଇ ଚୁବାଇ ଆସିବେ, ବାଟେ ଥୁକି ଦେଇ ପାଟି ଦେଇ ବାରି ଆସିଥିବେ। ବହୁତ ଚାଲାକ ଆମେ, ଆମର ପୁରା ଚାଲାକ ଲୋକ କୋଉଠି ଅଛନ୍ତି, କୋଉଠି ଅଛନ୍ତି? ଏମିତି ପକାଇ ଦେଇଛ କଥା ନାହିଁ ବାର୍ତ୍ତା ନାହିଁ, ଥରେ ଜଣଙ୍କ ଘରେ ଯାଇছে, ସ୍ତ୍ରୀ ଏକା କଥା ହଉଛି, ସ୍ୱାମୀ ଚୁପି ଦେଇଛି। ମୁଁ ପଚାରିଲି କ'ଣ ହେଲା, କଥା ହଉନାହାନ୍ତି। ହଁ ହେବେ, ସେ ହେବେ। ଆଜି ଗୋଟେ ଘର ଷ୍ଟୋରି, ଏବେ ନୂଆ ନୂଆ ଯାଇଥିଲି ଜଣଙ୍କ ଘରେ, ଜଣେ ଲୋକ ଗୋଟେ 10 ଥର ପରେ ବାଥରୁମ୍ ଗଲା ଆରାମରେ ଗଲା, ଯାଉଛି ଆସୁଛି, ତାପରେ କବାଟ କୁଡ଼ିକେ ଧୀରେ ଧୀରେ ଆସୁଛି। ସେ ଅଧଘଣ୍ଟା ପରେ ମୁଁ ପଚାରିଲି କ'ଣ ହେଲା, ନାଇଁ ବାବା ତାଙ୍କର ମାଲ ସିଟ୍ ରଖିଛନ୍ତି। କ'ଣ ମାଲ? ପୁଣି ମଦ ନାହିଁ, ମାଲ। ସେ ମାଲ କୋଉଠି ରଖିଛନ୍ତି? ଫିନାଇଲ, ହାର୍ପିକ আর সে ইয়েলো কলর এসিড, সে ভিতরে গোটে কাঁচ ଅଛି মদ কাঁচ, বলে আকু সে সে মুত গু গন্ধ টিভি মদ রখিবু, তুই আর বেড়ি বেড়ি পিউথিবু।